मोर प्रिय पिलामाने आशा करी समस्ते बहुत ही भलरे थिबो एवं आपणकर परिवार भी प्रायतः समस्ते बहुत ही भलरे थिबे। मैक्सिमम पिलांकर खाली गोटे मात्र प्रश्न रही प्रायतः सर ये जो लेखा है कि द कैंडिडेट मस्ट हैव द प्रेस्क्राइब्ड मिनिमम क्वालिफिकेशन एज ऑन 8 ଜାନୁଆରୀ 2024 ସାର୍ ଆମେ ରିସେଣ୍ଟଲି ଆପଣଙ୍କର ବିଏଡ୍ କମ୍ପ୍ଲିଟ୍ କରିଛୁ। ସାର୍ ରିସେଣ୍ଟଲି ଆମେ ପ୍ରାଇଭେଟ୍ ବିଏଡ୍ ହଉ କି ଗଭର୍ଣ୍ଣମେଣ୍ଟ ବିଏଡ୍ କମ୍ପ୍ଲିଟ୍ କରିଛୁ, ତ ଆମେ କ'ଣ ଆପ୍ଲାଏ କରିପାରିବୁନି? ସବୁ ପିଲାଙ୍କର ଏ ଗୋଟେ ହିଁ ଡାଉଟ୍ ପ୍ରାୟତଃ ରହିଛି ହେଲା। ଆଉ ଗୋଟେ ଡାଉଟ୍ ରହିଛି ସାର୍ ଆମେ OTET ପରୀକ୍ଷା ଦେଇଛୁ, ଆମେ କ'ଣ ଆପ୍ଲାଏ କରିପାରିବୁ? ଦେଖନ୍ତୁ, ଯଦି ଆପଣଙ୍କର OTET ରେଜଲ୍ଟ ପବ୍ଲିଶ ହେଇଗଲା, ଲାଷ୍ଟ ଡେଟ୍ ଆପଣଙ୍କର ସୁଦ୍ଧା, ଦେନ୍ ଆପଣମାନେ ଆପ୍ଲାଏ କରିପାରିବେ। ଯଦି ଲାଷ୍ଟ ଡେଟ୍ ସୁଦ୍ଧା ଆପଣଙ୍କର ପ୍ରାୟତଃ ଡେଟ୍ ଗୁଡ଼ା ଆପଣଙ୍କର ଗୁଡ଼ା ବଢ଼ି ବଢ଼ି ଚାଲେ ହେଲା। ପ୍ରାୟ ଡେଟ୍ ଗୁଡ଼ା ଆପଣଙ୍କର ବଢ଼ି ବଢ଼ି ଚାଲେ, ତ ଆପଣମାନଙ୍କୁ ସୁଯୋଗ ମିଳିବ। ବଟ୍ ଏପର୍ଯ୍ୟନ୍ତ OTETର ଆନ୍ସର୍ କି ହିଁ ଆପଣଙ୍କର ଆସିନି। ଦେନ୍ ତ ରେଜଲ୍ଟ ଆପଣମାନଙ୍କର ଯେବେ ଆସିବ, ଠିକ୍ ଅଛି। ଆପଣମାନେ ଜାଣିଥିବେ ଯେ ଏହାର ସବୁ କ୍ଲାସ୍ ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନରେ ସବୁଦିନ ହେଉଛି। ସବୁଦିନ ଆପଣଙ୍କ ପାଇଁ 7ରୁ 8 ଘଣ୍ଟା କ୍ଲାସ୍ ହେଉଛି। ମୁଁ ଆପଣଙ୍କ ପାଇଁ ଏହାର ଫୁଲ୍ ନୋଟିଫିକେସନ୍ ଭିଡ଼ିଓ ଆଣିଦେଇଛି। ତା ସହିତ କେମିତି ଆପଣ ପଢ଼ିବେ, କ'ଣ ପଢ଼ିବେ, କେମିତି ଇଜିଲି କ୍ୱାଲିଫାଇ କରିପାରିବେ, ଏହାର ପ୍ଲାନିଂ ଭିଡ଼ିଓ ମଧ୍ୟ ଆପଣଙ୍କର ଅପଲୋଡ଼ କରିଦେଇଛି। ଯଦି ଆପଣ ଦେଖିନାହାନ୍ତି ଦୟାପୂର୍ବକ ଦେଖିଦେବେ, ଯୋଉଦ୍ୱାରା କି ବହୁତ ଇଜିଲି କ୍ୱାଲିଫାଇ ହେବେ। ଆସନ୍ତୁ ମେନ୍ ଟପିକକୁ ଆପଣଙ୍କର ଯିବା। ଆପଣଙ୍କର ଯେଉଁ ଡାଉଟ୍ ରହିଛି ସାର୍ ଏଇଟା, ତ ଏଇଟା କେହି ବି ଆପଣଙ୍କର ବର୍ତ୍ତମାନ କହିପାରିବେନି। ଆପଣଙ୍କୁ ୱେଟ୍ କରିବା ପାଇଁ ପଡ଼ିବ 10 ତାରିଖ ପର୍ଯ୍ୟନ୍ତ। 10 ସେପ୍ଟେମ୍ବର ହିଁ ଜଣାପଡ଼ିବ। କାହିଁକିନା ଯଦି ସେ ଅନଲାଇନ୍ ଆପ୍ଲାଏ ଟାଇମ୍ରେ ସେ ଆପଣଙ୍କର ଯେଉଁ ପାସିଂ ଡେଟ୍ ଆପଣଙ୍କର ମାଗେ, ନର୍ମାଲି ଇୟର୍ ଆଉ ଆପଣଙ୍କର ମନ୍ଥ ମାଗିବା କଥା, ବଟ୍ ଯଦି ଆପଣଙ୍କର ସେଠି ଡେଟ୍ ମାଗୁଛି, ଦେନ୍ ଆପ୍ଲାଏ କରିହେବ ନାହିଁ। ତ ଆପଣଙ୍କୁ ୱେଟ୍ କରିବା ପାଇଁ ପଡ଼ିବ। 10 ତାରିଖ ହିଁ ଆପଣ ଜାଣିପାରିବେ ଯେ କ'ଣ କ'ଣ ମାଗୁଛି। ଯଦି ସିଏ ଆପଣଙ୍କର କିଛି ମାଗୁନି, ଖାଲି ପାସିଂ ଇୟର୍ ଆଉ ପାସିଂ ମନ୍ଥ ମାଗୁଛି, ଦେନ୍ ଆପଣମାନେ କରିଦେଇପାରିବେ, କିଛି ଅସୁବିଧା ନାହିଁ। କାହିଁକିନା ମନ୍ଥରେ ତ ସବୁଗୁଡ଼ା ଥିବ ଆଉ ଇୟର୍ ବି ଆପଣଙ୍କର ଥିବ। ବଟ୍ ଯଦି ଡେଟ୍ ମାଗିଲା, ଦେନ୍ ତ ଅସୁବିଧା ହେଇଯିବ। ଡେଟ୍ ଯଦି ଆପଣଙ୍କର ଆସୁନଥିବ ହେଲେ ପ୍ରୋବ୍ଲେମ୍ ହେଇଯିବ। ଠିକ୍ ଅଛି, ତ ୱରିଡ୍ ହେବାର କିଛି ନାହିଁ। ଏମିତି ଆକ୍ଚୁଆଲି କ୍ରାଇଟେରିଆ ରଖିବା କଥା ନାହିଁ ଯେ ଏଇଭଳିଆ ଏଜ୍ ପାଇଁ ଆପଣ ରଖୁଛନ୍ତି ଚଳିବ, ବଟ୍ କ୍ୱାଲିଫିକେସନ୍ ରଖିବା କଥା ନାହିଁ। କ୍ୱାଲିଫିକେସନ୍ରେ ଲାଷ୍ଟ ଡେଟ୍ ସୁଦ୍ଧା ଛୁଆର ଆପଣଙ୍କର ମେନଲି ପିଲାର କ୍ୱାଲିଫିକେସନ୍ ମେଟ୍ କରୁଥିବା ଦରକାର, ହଁ କି ନାହିଁ? ଯେତିକି ବି ଆପଣ ଦେଖନ୍ତୁ ସବୁ ଭେକେନ୍ସି ମାନଙ୍କରେ ଲାଷ୍ଟ ଡେଟ୍ ସୁଦ୍ଧା କ୍ୱାଲିଫିକେସନ୍ ପିଲାର ଥିବା ଦରକାର। ଯଦି ଛୁଆର କ୍ୱାଲିଫିକେସନ୍ ଅଛି ସିଏ ଆପ୍ଲାଏ କରିବ, କ୍ୱାଲିଫିକେସନ୍ ନଥିଲେ ଆପ୍ଲାଏ କରିବନି ହେଲା। ଏଇଗୁଡ଼ା ଆପଣଙ୍କର ଜିନିଷ ରହିଛି। ଆଉ ଏଜ୍ ତ ଆପଣଙ୍କର ଏଜ୍ ସମସ୍ତଙ୍କର କିଛି ଅସୁବିଧା ନାହିଁ। ଆଉ ମେନ୍ ଜିନିଷ ହେଉଛି ଆପଣଙ୍କର ଏଇଟା ଏଜ୍ ଆପଣଙ୍କର ଏଇ ଯେଉଁ କ୍ୱାଲିଫିକେସନ୍, ଏହା ପାଇଁ ୱରିଡ୍ ହୁଅନ୍ତୁନି। ଏଇଟା 10 ତାରିଖ ଦିନ ହିଁ ଜଣାପଡ଼ିବ। 10 ତାରିଖ ଦିନ ହିଁ ଆପଣମାନେ ଜାଣିପାରିବେ। ଏବେରୁ ଆଉ କିଛି କରିକି ଜାଣି ହେବ ନାହିଁ, କାହିଁକିନା ସେଇଠି କ'ଣ ଆସିବ କ'ଣ ନାହିଁ ଆପଣ କେମିତି ଜାଣିବେ? ଠିକ୍ ଅଛି ହେଲା। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ। ଆଉ ଡିଟେଲ୍ ଇନଫର୍ମେସନ୍ ତ ଆପଣ ପ୍ରାୟ ଜାଣିଛନ୍ତି, ସିଲେକ୍ସନ୍ ପ୍ରୋସେସ୍ ଆଉ ସିଲାବସ୍ ଆପଣଙ୍କର ସବୁ ଜିନିଷ ମୁଁ ଆପଣଙ୍କୁ ଏଥିରେ ଡିସ୍କସନ୍ କରିଛି। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।